ବାହାରର ଚିକେନ ବିରିୟାନୀ ଖାଇ ଖାଇ ମୁଁ ପୁରା ବୋର୍ ହୋଇଗଲିଣି। ସେଥିଲାଗି ମୁଁ ଆଜି ଘରେ ବନେଇଲି ମୋ ହାତ ତିଆରି ଚିକେନ ବିରିୟାନୀ। ଆଉ ଡେରି ନ କରିକି ଚାଲ ଭିଡ଼ିଓକୁ ଷ୍ଟାର୍ଟ କରିବା। ଆଉ ପୁରା ଭିଡ଼ିଓ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରଥମେ ମୁଁ କିଛି ଚିକେନ ନେଇଯାଇଛି, ତାକୁ ଭଲସେ ଧୋଇ ଧାଇ ଦେଇକି ପୁରା ପାଣି ଚୁପୁଡ଼ି ଦେଇଛି, ଯେମିତି ଟିକେ ପାଣି ତା ଦେହରେ ନ ରୁହେ। ତାପରେ କିଛି ଲେମ୍ବୁ ଚୁପୁଡ଼ି ଦେଇଛି, ଏଇଥିପାଇଁ ଚୁପୁଡ଼ିଛି କାରଣ ଚିକେନଟା ଯେତେବେଳେ ସିଝିବ ସେଇଟା ଯେମିତି ନ ଫିଟେ, ପୁରା ଗୋଟ ଗୋଟିଆ ହେଇକି ରହିବ। ତାପରେ କିଛି ତା ଦେହରେ ମସଲା ଗୁଣ୍ଡ ସବୁ ପଡ଼ିବ, ସେସବୁ ହେଲା ସ୍ୱାଦ ଅନୁସାରେ ଲୁଣ, ଲଙ୍କାଗୁଣ୍ଡ 2 ଚାମଚ ପକେଇଛି, ଟିକେ ରାଗ ତ ନିହାତି ଦରକାର। ତାପରେ ସେଥିରେ କିଛି ହଳଦୀ ଗୁଣ୍ଡ ପକେଇ ଦେଇଛି। ତାପରେ ଚିକେନ ମସଲା ଯେଉଁ ରହିଛି ତାକୁ 2-3 ଚାମଚ ପକେଇ ଦେଇଛି ଆ ଦେହରେ। ଆଉ ହେଉଛି ଚିକେନ ବିରିୟାନୀର ପେଷ୍ଟ ମିଳୁଛି, ଆପଣମାନେ ଚାହିଁଲେ ମାର୍କେଟରୁ କିଣିପାରିବେ, ନହେଲେ ମୁଁ ଟ୍ୟାଗ୍ କରିଦେବି, ଆପଣମାନେ ସେଠି ଯାଇକି କିଣିପାରିବେ। ତାପରେ କ'ଣ କରିଛି ନା ଚିକେନ ବିରିୟାନୀ ମସଲା ପକେଇ ଦେଇଛି ଭଲସେ ପେଷ୍ଟ ଯେଉଁ। ତାପରେ କିଛି ଦହି ପକେଇ ଦେଇଛି, ପକେଇ ସାରିକି ଆକୁ ବଢ଼ିଆସରେ ଗୋଳେଇ ଦେବା। ହଁ, ଗୋଟେ ଜିନିଷ ଭୁଲି ଯାଇଛି, ସେଇଟା ହେଉଛି ଅଦା ରସୁଣ ପେଷ୍ଟ ପକେଇବାକୁ ଭୁଲି ଯାଇଥିଲି। ତ ଅଦା ରସୁଣକୁ ବାଟିକି ରଖିଥିଲି ଅଳ୍ପ ଟିକେ, ତାକୁ 2-3 ଚାମଚ ଆ ଦେହରେ ପକେଇଦେଲି। ତାପରେ ଆକୁ ଭଲସେ ଗୋଳେଇକି ତାକୁ କ'ଣ କରିବା ନା କଭର କରି ଛାଡ଼ିଦେବା। ମିନିମମ୍ 15-20 ମିନିଟ୍ ପୁରା ତାକୁ ରେଷ୍ଟ କରିବା ପାଇଁ ଛାଡ଼ିଦେବେ। ତାପରେ ତାକୁ କରିବେ। ଇଏ ବି ରେଷ୍ଟ ହେଉଥିବା ଭିତରେ ମୁଁ ଆ ଉପରେ କ'ଣ କରୁଛି ଦେଖି ନିଅନ୍ତୁ। ପ୍ରଥମେ ମୁଁ କ'ଣ କରିଛି ନା କଢ଼େଇ ଗରମ କରିଦେଇଛି, ତେଲ ଗରମ କରି କିଛି ପିଆଜ ସରୁ ସରୁ କରି କାଟି ନେଇଯାଇଛି। ତାକୁ ପିଆଜକୁ ଆ ଦେହରେ ବଢ଼ିଆସରେ ଛାଣି ନେଇଛି ପୁରା ଲାଲ ଲାଲ ହେବା ପର୍ଯ୍ୟନ୍ତ। ଦମ୍ ଦେଲାବେଳେ ପିଆଜ ଯେଉଁ ଉପରେ ପକାଇ ଗାର୍ନିସିଂ କରିବେ ନା, ତା ଟେଷ୍ଟ ବହୁତ ହି ବଢ଼ିଆ ଆସିବ। ତ ଏମିତି କରିକି ମୁଁ ଏତେ ଖଣ୍ଡେ ପିଆଜ ଦୁଇଟା ଖଣ୍ଡେ ପିଆଜ ପୁରା କାଟିକି ସରୁ ସରୁ ତାକୁ ଭଲସରେ ଲାଲ ଲାଲ ହେବା ପର୍ଯ୍ୟନ୍ତ ଛାଣି ନେଇଯାଇଛି। ତାକୁ ଗୋଟେ ଜାଗାରୁ ପୁରା ଭଲସରେ ତେଲ ନିଗାଡ଼ିକି ଆକୁ ବାହାର କରିଦେବେ। ଘରେ ବିରିୟାନୀ ହେବ ମାନେ ଟେଷ୍ଟ ତ ତାର ଜବରଦସ୍ତ ହେବା ଦରକାର, ଯେମିତି ବାହାରର ଭଳିଆ। ଆଉ ସେମିତି ପାଇଁ କିଛି କିଛି ଜିନିଷ ବହୁତ ଆବଶ୍ୟକ, ସେରା ସବୁ ନେଇକି ଆପଣମାନେ କରନ୍ତୁ। ତାପରେ କ'ଣ କରିଛି ନା ଏବେ ତ 15-20 ମିନିଟ୍ ହେଇଗଲାଣି, ଗୋଟେ କଢ଼େଇ ଗରମ କରିଦେଇଛି। କରିସାରିକି କ'ଣ କରିଛି, ଯେଉଁ ଚିକେନ ଗୋଳେଇକି ରଖିଥିଲି ତାକୁ ଧୀରେ ଧୀରେ ଆକୁ ଆ ଦେହରେ ପକାଇଦେବି। ଆଉ କିଛି ଏଥିରେ କିଛି ମସଲା ଗୁଣ୍ଡ ବି ଦରକାର ନାହିଁ, ଯେତିକି ସବୁ ମସଲା ଗୁଣ୍ଡ ସବୁ ପକାଇ ତ ଗୋଳେଇ ଦେଇଛି, ଆଉ କିଛି ଦରକାର ନାହିଁ। ଚିକେନ ସବୁକୁ ତେଲରେ ପକାଇ ଦେଇକି ତାକୁ କ'ଣ କରିବା ନା ଅଳ୍ପ ପାଣି ଦେଇକି ପୁରା ସିଝିବା ପାଇଁ ଛାଡ଼ିଦେବା। ସେ ଯେମିତି ସିଝିକି ଭଲସରେ ପାଣି ଫାଣି ମରିକି ବଢ଼ିଆସେ ସିଝିଯିବ। ଆଉ ହଁ, ତାକୁ ମଝିରେ ମଝିରେ ଏପଟ ସେପଟ କରି ଗୋଳଉଥିବେ, ନହେଲେ ତଳେ ଲାଗିଯିବାର ସମ୍ଭାବନା ଥାଏ। ତ ସେଥିଲାଗି କ'ଣ କରିବା ନା ଟିକେ ପାଣି ଦେଇଦେବେ, ପାଣି ଦେଲେ ତଳେ ଆଉ ଲାଗିବନି। ତାକୁ କଭର କରିକି ସିଝିବା ପାଇଁ ଛାଡ଼ିଦେବେ। ଆଉ ହଁ, ଏଇଥିରେ ଟିକେ ପୋଦିନା ପତ୍ର ପକାଇଦେବେ, ପୁରା ଫ୍ରେଶ୍ ପୋଦିନା ପତ୍ର ପକାଇବେ, ତା ଟେଷ୍ଟ ଫ୍ଲେଭର ବହୁତ ହି ବଢ଼ିଆ ଆସିବ। ପକାଇକି ତାପରେ କଭର କରି ଛାଡ଼ିଦେବେ, ସେ ପୁରା ସିଝିଯିବ ଯେମିତି। ଯେତେବେଳେ ବିରିୟାନୀ ଖାଇବାକୁ ଇଚ୍ଛା ହୁଏ, ସତ କଥା ବାହାରୁ ନେଇ ଆସୁ ଖାଇଦେଉ। ସେଥିରେ ରାଗ ଏତେ ଜୋର ଥିବ, ଏତେ ମସଲା ଗୁଣ୍ଡ ଥିବ, ମାନେ ତାପରୁ ତ ଜଳାପୋଡ଼ା ଆରମ୍ଭ ହୋଇଯିବ, ଆପଣମାନେ ଜାଣିପାରୁଥିବେ। ତ ସେଥିଲାଗି ଘରେ କାହିଁ ନ କରିକି ନ ଖାଇବ। ଟିକେ କଷ୍ଟ ତ ନିଶ୍ଚିତ ଭାବରେ ଲାଗିବ, କିନ୍ତୁ କରିକି ଖାଆନ୍ତୁ। ମସଲା କମ୍କୁ, ତେଲ ମସଲା ସବୁ କମ୍କୁ, କିଛି ହେବନି, ଆରାମସେ ଖାଇପାରିବେ। ଯେତେବେଳେ ଇଚ୍ଛା ସେତେବେଳେ ବନେଇକି ବି ଖାଇପାରିବେ। ତ ଏବେ କ'ଣ କରିଛି ନା ବିରିୟାନୀ ପାଇଁ ତ ଭାତ ଦରକାର, ଭାତ ପାଇଁ ଚାଉଳ ଦରକାର। ଚାଉଳ ମୁଁ କ'ଣ କରିଛି ନା ଟିକେ ଲମ୍ବା ଲମ୍ବା ଚାଉଳ ନେଇଛି, ଯେଉଁଟା ବିରିୟାନୀ ଚାଉଳ ନେଇଛି। ସେଇଟାକୁ କ'ଣ କରିଛି ନା ଭଲସେ ଧୋଇ ଧାଇ ଦେଇଛି। ଏବେ କ'ଣ କରିଛି ନା ଗୋଟେ ଡିସ୍ରେ ପାଣି ଗରମ କରିଦେଇଛି, ତା ଦେହରେ ଗୋଟା ମସଲା ଯାହା ସବୁ ରହିଲା ପକାଇ ଦେଇଛି। ତାପରେ ତା ଦେହରେ ଘିଅ ପକାଇ ଦେଇଛି, ବଢ଼ିଆ ବାସ୍ନା ଆସିବ। ତାପରେ ଚାଉଳକୁ ଧୋଇକି ରଖିଥିଲି, ତାକୁ ଆ ଦେହରେ ପକାଇକି ବାସ୍ ଭାତ ରେଡ଼ି କରିଦେଇଛି। ପୁରା ଭାତ ଯେମିତି ନରମ ନ ହୁଏ, ପୁରା ଟାଣ ଟାଣ ରହିଥିବ, ସେମିତି ଭାତ ଗାଳି ଦେବେ। ଭାତ ଯଦି ବେଶୀ ନରମ ହେଇଯିବ, ତାହେଲେ ଯେତେବେଳେ ଦମ୍ ଦେଲା ବେଳକୁ ସେ ସବୁ ଚାଉଳ ଭାଙ୍ଗିଯିବ। ସେଥିଲାଗି ଟିକେ ଟାଣ ରଖିକି ତାକୁ ଗାଳି ଦେଲେ ଦମ୍ ଦେଲା ବେଳକୁ ସେ ଆରାମସେ ଭାତ ପୁରା ବଢ଼ିଆସରେ ହେଇଯିବ। ଆଉ କିଛି ବି ଭାଙ୍ଗିବନି, ସବୁ ଗୋଟା ଗୋଟା ରହିବ। ଏବେ ଦେଖନ୍ତୁ ଚିକେନରୁ କେତେ ପାଣି ଆହୁରି ବାହାରିଗଲାଣି, ସେ ସିଝୁଛି ଆରାମସରେ। ତାକୁ ପୁଣି ଘୋଡ଼େଇକି ଛାଡ଼ି ଦିଅନ୍ତି, ସେ ପୁରା ଆରାମସେ ସିଝୁ। ଆ ଦେହରେ ଭଲସରେ ମସଲା ଫସଲା ପଶିଯିବ, ସିଝିବା ପାଇଁ ପୁରା ଟାଇମ୍ ଲାଗିବ। ଆଉ ମସଲା ପଶିକି ପୁରା ଏମିତି ହେଇଯାଇଛି। ତାପରେ କିଛି କଞ୍ଚା ଲଙ୍କା ରଖିଥିଲି କାଟିକି, ତାକୁ ଆ ଦେହରେ କାଟିକି ପକାଇ ଦେଇଛି। ପକାଇ ଦେଖନ୍ତୁ ବଢ଼ିଆସରେ ପୁରା ଏମିତି ହେଇଯାଇଛି। ବେଶୀ ପାଣି ଫାଣି ରଖିବେନି, ଏମିତି ମସଲା ମସଲା ରଖିବେ। ଆଉ ଚାଲ ଆଉ ଡେରି ନ କରିକି ଦମ୍ ଦେଇକି ଜଲ୍ଦି ଜଲ୍ଦି ସର୍ଭ କରି ଖାଇବା ଗରମା ଗରମ। ଆଉ ବହୁତ ହି ବଢ଼ିଆ ଲାଗିବ। ଖାଲି ଆ ସାଙ୍ଗେ ଦହି ଦରକାର, ଆଉ କିଛି ବି ଦରକାର ନାହିଁ। ବାସ୍ ଚାଲ ଏବେ ଦମ୍ ଦେବା। ଗୋଟେ ଡିସ୍ ନେଇଯାଇଛି, ତା ଦେହରେ କିଛି ଘିଅ ଗରମ କରି ନେଇଯାଇଛି। ତାପରେ ଅଳ୍ପ ଭାତ ତା ଫାଷ୍ଟ ପକାଇଦେବେ, ତାପରେ ଚିକେନ ପକାଇବେ। ତାପରେ କ'ଣ କରିବେ ନା ସେ ଯେଉଁ ପିଆଜ ରଖିଛି ଛାଣିକି, ତାକୁ ପୋଦିନା ପତ୍ର ଆଉ ଧନିଆ ପତ୍ର ଆକୁ ପୁରା ଚୁନ ଚୁନ କରି କାଟିକି ରଖିଥିବେ, ଆକୁ ତାପରେ ସର୍ଭ କରିକି ପୁରା ଦେବେ। ଲେୟାର ଉପରେ ଲେୟାର ଏମିତି ଦେଇକି କଲେ ବହୁତ ହି ବଢ଼ିଆ ହେବ। ଲେୟାର ବାଇ ଲେୟାର ଦେଇକି କରିବେ, ଜମା ବେଶୀ ଦାବିକି କରିବେନି, ଅଳ୍ପ ଅଳ୍ପ ଦେଇକି ଆରାମସେ କରିବେ। ଏବେ ଦେଖନ୍ତୁ ଡିସ୍ରେ ପୁରା ଘିଅକୁ ଭଲସରେ ଚାରିପଟେ ଘୁରେଇକି ପୁରା କରିଦେଇଛି। ତେଲ ପୁରା ଗରମ ହେଇଗଲାଣି ଧୀରେ ଧୀରେ। ତାପରେ ଆସ୍ତେ ଆସ୍ତେ ସବୁ ଦେବା। କେମିତି ହେଇଛି ମୋତେ ନିଶ୍ଚିନ୍ତ କୁହନ୍ତୁ। ଆପଣମାନେ ଘରେ କରିକି ଏମିତି ଖାଆନ୍ତୁ, ବହୁତ ହି ବଢ଼ିଆ ଲାଗିବ। ତ ଏବେ ଗୋଟେ ଲେୟାର ଭାତ ଭଲସରେ ଦେଇଦେଲି। ତାପରେ କ'ଣ କରିଛି ନା କିଛି ଧନିଆ ପତ୍ର ଆଉ ପୋଦିନା ପତ୍ରକୁ ଚୁନ ଚୁନ କରି କାଟିକି ରଖିଥିଲି, ତାକୁ ଆ ଦେହରେ ପକାଇ ଦେଇଛି। ଆଉ ପିଆଜ ଲାଲ ଲାଲ ଯେଉଁ ଭାଜିକି ରଖିଥିଲି ପକାଇ ଦେଇଛି। ତାପରେ ଏଇ ଯେଉଁ ଚିକେନକୁ କ'ଣ କରିବା ନା ଗୋଟେ ଲେୟାରରେ ପୁରା ହେଇଯିବ।
ସବୁଯାକ ଦେଇଦେବି। ଯଦି ଅଧିକ ଭାତ କି ଅଧିକ ଚିକେନ୍ ଅଛି ତାହେଲେ 2-3ଟା ଲେୟାର କରିପାରିବେ। ତାପରେ ଯେଉଁ ରହୁଛି ବିରିୟାନୀ ମସଲା, ଯେଉଁ ଭେଜ୍ ବିରିୟାନୀ ମସଲା ଯେଉଁ ରହୁଛି ତାପରେ ଛିଞ୍ଚି ଦେବେ। ଆଉ ସ୍ୱାଦ ଅନୁସାରେ ଲୁଣ ତ ଆଗରୁ ପକାଇଥିବେ, ଯଦି ନ ହେଇଥିବ ଡାଉଟ୍ ଲାଗୁଛି ତାହେଲେ ଉପରେ ଟିକେ ଟିକେ ଛିଞ୍ଚି ଦେବେ। ତାପରେ ପୁଣି ସେମିତି ଆଉ ଗୋଟେ ଲେୟାର ଭାତ ଦେଇକି ପୋଦିନା ପତ୍ର ଧନିଆ ପତ୍ର ପକାଇକି ପୁଣି ସେ ପିଆଜ ପକାଇକି ତାପରେ ଆଧିରେ ଚାହିଁଲେ ଆପଣ କଲର୍ ବି ପକାଇ ପାରିବେ, ନହେଲେ ଯେଉଁ ସାଫ୍ରନ୍ ରହୁଛି ମାନେ କେଶର ତାକୁ ପାଣିରେ ପକାଇକି ତା କଲର୍ ବି ଦେଇପାରିବେ। ମୁଁ କିଛି ଏଥିରେ କଲର୍ ପକାଇନି, ଆଉ ଯେଉଁମାନେ ପକାଇବାକୁ ଚାହୁଁଛନ୍ତି ସେମାନେ ପକାଇ ପାରିବେ। ମୁଁ ସବୁ ଜିନିଷର ଟ୍ୟାଗ୍ କରିଦେବି, ଆପଣମାନେ ଚାହିଁଲେ ସେଠି ଯାଇକି କିଣିପାରିବେ। ତାପରେ କିଛି ଘିଅ ପକାଇଦେବେ, ତାପରେ ପୁରା ବଢ଼ିଆ ସେ ବାସ୍ନା ଆସିବ। ତାପରେ ସାଇଡ଼୍ରେ ଟିକେ ଟିକେ ପାଣି ଦେଇଦେବେ, କାହିଁକି ନା ତଳେ ଲାଗିବ, ଜମା ବି ଲାଗିବନି। ଆଉ ଆକୁ କ'ଣ କରିଛି ନା ମୁଁ ଗୋଟେ ତାୱା ଉପରେ ବି ରଖିଛି, ସେ ଯେମିତି ବେଶୀ ତଳେ ନ ଲାଗିବ, ଆଉ ଯେମିତି ବାମ୍ଫଟା ଉଠିଗଲେ ମାନେ ଭଲସରେ ହେଇଯିବ। ତଳେ ଲାଗିଗଲେ ସେ ଚାଉଳରା ପୁରା ଟାଣ ଟାଣ ହେଇଯିବ, ଆଉ ସେ ଖାଇବାକୁ ବି ସେ ଚାଉଳ ଜମା ବି ଭଲ ଲାଗିବନି। ଏମିତି କରିକି ଟିକେ ପାଣି ଦେଇଦେଲେ ବି ସେ ଜମା ବି ଲାଗିବନି, ସେ ଆରାମସରେ ବାମ୍ଫ ହେଇକି ସେ ହେଇଯିବ। ତାପରେ ମୁଁ ବଢ଼ିଆସରେ କଭର୍ କରି ନେଇଛି, ତାପରେ ଗୋଟେ ପାଣି ଡିସ୍ ବଢ଼ିଆସେ ରଖିଦେଇଛି। ଆପଣମାନେ ଚାହିଁଲେ ଯେଉଁ ସାଇଡ଼୍ରେ ଅଟା ଗୁଳା କରିକି ଦେଇପାରିବେ। ଏବେ ଦେଖନ୍ତୁ ବଢ଼ିଆସରେ ପୁରା 15 ମିନିଟ୍ ହେଇଗଲା, 15-20 ମିନିଟ୍ ରଖିଲେ ସଫିସିଏଣ୍ଟ। ବଢ଼ିଆସେ ଦେଖନ୍ତୁ ଚିକେନ୍ ବିରିୟାନୀ ହେଇଯାଇଛି। ତାକୁ ଗୋଟେ ପ୍ଲେଟ୍ରେ ସର୍ଭ କରିବା, ତା ସାଙ୍ଗେ ଦହି କାକୁଡ଼ି ପିଆଜ, ବାସ୍ ଆଉ କିଛି ବି ଦରକାର ନାହିଁ। ଆପଣମାନେ ଏମିତି କରିକି ଖାଆନ୍ତୁ, ଘରେ ସମସ୍ତ ମେମ୍ବରକୁ ଖାଇବାକୁ ଦିଅନ୍ତୁ। ଆଉ ମୋର ଏସବୁ ଭିଡ଼ିଓ ହେରିକା ଆପଣମାନଙ୍କୁ କେମିତି ଲାଗୁଛି ମୋତେ କମେଣ୍ଟସ୍ କରିକି ନିଶ୍ଚିନ୍ତ ଭାବରେ କୁହନ୍ତୁ। ଆଉ ଏବେ ତ ଏତେ ଭ୍ୟୁଜ୍ ଡାଉନ୍ ଅଛି ଯେ ମୋ ଭିଡ଼ିଓ ହିଁ ଚାଲୁନି, ତ ଆପଣମାନଙ୍କ ସପୋର୍ଟରେ ମୋ ଭିଡ଼ିଓ ଯେମିତି ହେଲେ ଚାଲିବ। ତ ଦୟାକରିକି ସପୋର୍ଟ କରନ୍ତୁ, ଆଉ ଲାଇକ୍ ସେୟାର ସବସ୍କ୍ରାଇବ୍ ବି କରିଦିଅନ୍ତୁ। ସେୟାର କଲେ ହିଁ ପୁରା ମାନେ ଭ୍ୟୁଜ୍ ହିଁ ଯିବ ବଢ଼ିଆ। ଆଉ ୱାର୍ଲ୍ଡ କପ୍ ସକାଶେ ଭ୍ୟୁଜ୍ ପୁରା ଡାଉନ୍। ଏବେ ଦେଖନ୍ତୁ ବଢ଼ିଆସରେ ପୁରା ସର୍ଭ କରିଦେଲି, ଆଉ ଗରମା ଗରମ ତାକୁ ଏନ୍ଜୟ କରନ୍ତୁ, ଥଣ୍ଡା ହେଲେ ଭଲ ଲାଗିବନି। ପୁରା ଗରମ ଗରମ ଖାଆନ୍ତୁ, ଆଉ କେମିତି ହେଇଛି ମୋତେ କମେଣ୍ଟସ୍ କରି କୁହନ୍ତୁ। ଚ୍ୟାନେଲକୁ ଯାଇକି ବହୁତ ସାରା ଭିଡ଼ିଓ ଅଛି, ଆପଣମାନେ ଦେଖିପାରିବେ। ଆଉ ଆଜିର ଭିଡ଼ିଓ କେମିତି ଲାଗିଲା ନିଶ୍ଚିନ୍ତ କହିବେ। ଆଜି ପାଇଁ ଏତିକି, ରହୁଛି, ବାଏ।